ବହୁ ଧୁମଧାମରେ ବେଲଖଣ୍ଡି ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ କଦମ୍ବପଡ଼ା ଛକଠାରେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମହା ସମାରୋହରେ ଆରମ୍ଭ ହୋଇଯାଇଛି ତ୍ରିଦିନାତ୍ମକ ଗଜଲକ୍ଷ୍ମୀ ପୂଜା ଉତ୍ସବ। ରବିବାର ଦିନ ଅପରାହ୍ନରେ ବହୁ ଧୁମଧାମରେ ପାଳିତ ହୋଇଥିଲା ଗଙ୍ଗା ବରଣ ସହ କଳସ ଯାତ୍ରା, ଧାତ୍ରୀ ବରଣ ଓ ବୃନ୍ଦାବତୀ ବରଣ। ଏକ ଭବ୍ୟ ପଟୁଆରେ ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନର ତାଳେ ତାଳେ ଭକ୍ତିମୟ ପରିବେଶରେ ଏହି କଳସ ଯାତ୍ରା ବେଲଖଣ୍ଡି ଗାଁରେ ପ୍ରଭାବିତ ହେଉଥିବା ତେଲ ନଦୀରୁ ଗଙ୍ଗା ବରଣ କରି କଳସ ଯାତ୍ରା କରାଯାଇଥିଲା। ତେବେ ଆଜି ସକାଳୁ ସର୍ବ ଦେବାଦେବୀଙ୍କ ଆବାହନ ଜୀବନ୍ୟାସ ସହ ଷୋଡ଼ଶ ଉପାଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଗଜଲକ୍ଷ୍ମୀ ପୂଜା ଚାଲିଥିବା ସମୟରେ ଆରମ୍ଭରୁ 6 ତାରିଖରୁ 8 ତାରିଖ ଯାଏଁ ପାରାୟଣ ଗାୟିକା ଜ୍ୟୋତ୍ସ୍ନାମୟୀ ଦୀକ୍ଷିତଙ୍କ ସୁମଧୁର କଣ୍ଠରୁ ମହାଲକ୍ଷ୍ମୀ ପୁରାଣ ପାରାୟଣ ପଠନ ଅନୁଷ୍ଠିତ ହେବ। 9 ତାରିଖ ଦିନ ଏହି କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ସହ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସକାଳୁ ଓ ସଞ୍ଜରେ ଘଣ୍ଟ ବାଜା ସହ ମା ଗଜଲକ୍ଷ୍ମୀଙ୍କ ଆଳତୀ ଏକ ଆକର୍ଷଣ ରହିଛି, ଯାହା ଫଳରେ ପ୍ରତ୍ୟେକ ଦିନ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆଳତୀରେ ଯୋଗଦେଇ ମାତୃକୃପା ଲାଭ କରୁଛନ୍ତି। ଉକ୍ତ ପୂଜାର୍ଚ୍ଚନାରେ ବେଲଦାର ଭୋଇ ଓ ତାଙ୍କ ପତ୍ନୀ ଝଷନେତ୍ରୀ ଭୋଇ କର୍ତ୍ତା ଦାୟିତ୍ୱ ଓ ରବିନାରାୟଣ ନନ୍ଦ ଉମାଶଙ୍କର ମିଶ୍ର ପୂଜକ ଭାବେ ପୂଜାର୍ଚ୍ଚନା କରିଥିବା ବେଳେ ବେଲଖଣ୍ଡି ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଭଗବାନ ଭୋଇ, ସମ୍ପାଦକ କ୍ଷୀରୋଦ୍ରା ଚୌଧୁରୀ, ରାହାସ ଭୋଇ, ମାନଧାତ ଭୋଇ, ହଜାରୁ ଗହିର, ନୀଲାମ୍ବର କଠାର, ଜଗଦୀଶ ଭୋଇ, ଭକ୍ତ ସାହୁ, ଭକ୍ତ ଚୌଧୁରୀ, ଡୋଲାମଣି ଚୌଧୁରୀ, ପିଣ୍ଟୁ ଚୌଧୁରୀ, ରାମଚନ୍ଦ୍ର ଚୌଧୁରୀ, କାଳିଆ ବାରିକ, ଦୀପକ ସାହୁ, ନବୀନ ଗହିର, ସୁରେନ୍ଦ୍ର ଭୋଇ ତଥା କମିଟିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ସହିତ ଗଜଲକ୍ଷ୍ମୀ ପୂଜା ଆରମ୍ଭରେ ଅଞ୍ଚଳବାସୀଙ୍କ ଆକୃଷ୍ଟ ସହଯୋଗ ଯୋଗୁଁ ଅଞ୍ଚଳବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି କମିଟି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ ଲମ୍ବୋଦର ସେନାପତିଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।